ଆମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ। ତ +2 ସେକେଣ୍ଡ ଇୟର ଆର୍ଟ୍ସ ପିଲା, ତ ଆର୍ଟ୍ସ ପିଲା ଯୋଉମାନଙ୍କର ଅଛି କ'ଣ ନା ଇକୋନୋମିକ୍ସ, ତ ଇକୋନୋମିକ୍ସ ଅର୍ଥଶାସ୍ତ୍ର, ତ ତମମାନଙ୍କ ପାଇଁ 80 ମାର୍କର ଗୋଟେ ମାରାଥନ କ୍ଲାସ ନେଇ ଆସିଛି ପିଲାମାନେ। ସମୟ 3 ଘଣ୍ଟାରେ, ତ 80 ମାର୍କର ମାରାଥନ କ୍ଲାସ ଆମେ ଆଲୋଚନା କରିବା। ତ ଆଉ ଗୋଟେ କଥା ହଉଛି ତମେ ମାନେ ବି 80 ମାର୍କରେ 3 ଘଣ୍ଟା ବସିବ ଗୋଟେ ଜାଗାରେ, ଭାବିବ ଏଇଟା ବୋର୍ଡ ଏକ୍ଜାମ, ତ 80 ମାର୍କର ଏକ୍ଜାମ କରିବ, କିଏ କେତୋଟି ଠିକ କରୁଛ ବୁଝିଲା ପିଲାମାନେ। ବହୁତ ଭଲ କ୍ୱେଶ୍ଚିନ୍ ପିଲାମାନେ। ତ ଏମିତି ଟାଇପର କ୍ୱେଶ୍ଚିନ୍ ଆସିବ, କେତେଟା MCQ କ'ଣ ଆମେ ଆଲୋଚନା କରିବା ପିଲାମାନେ। ସେଥି ପର୍ଯ୍ୟନ୍ତ ଚ୍ୟାନେଲ ସହ ଯୋଡି ହେଇ ରୁହ ଏବଂ ସମସ୍ତେ ସବସ୍କ୍ରାଇବ କରିଦିଅ ପିଲାମାନେ ଏବଂ ସେୟାର କରିଦିଅ ଭିଡିଓଟାକୁ, ସମସ୍ତେ ଦେଖନ୍ତୁ। ତ ଚାଲ ଆମେ ଷ୍ଟାର୍ଟ କରିବା। ଜୟ ଜଗନ୍ନାଥ। ତ ଦେଖିବା ଗ୍ରୁପ ଏ ରେ କ'ଣ ଦେଇଛି 21 ମାର୍କ। 21 ମାର୍କର କ'ଣ ନା MCQ କ୍ୱେଶ୍ଚିନ୍ ଆନ୍ସର। ତ MCQ କ୍ୱେଶ୍ଚିନ୍ ଆନ୍ସର ଆଲୋଚନା କରିବା। ଫାର୍ଷ୍ଟ MCQ କ୍ୱେଶ୍ଚିନ୍ ଆନ୍ସର କ'ଣ ଦେଇଛି। ପ୍ରଥମ କ୍ୱେଶ୍ଚିନ୍ କ'ଣ ଦେଇଛି ନା ଅସୀମ ସ୍ଥିତିସ୍ଥାପକ ଚାହିଦା ରେଖାର ଆକାର କ'ଣ। ଅସୀମ ସ୍ଥିତିସ୍ଥାପକ ଚାହିଦା ରେଖାର ଆକାର ଆନୁଭୂମିକ, ଊର୍ଦ୍ଧ୍ୱଗାମୀ, ଉଲମ୍ବ, ଆୟତାକାର, ପରାବଳୟ। କ'ଣ ହବ ନା ଆନୁଭୂମିକ। କ'ଣ ନା ଅସୀମ ସ୍ଥିତିସ୍ଥାପକ ଚାହିଦା ରେଖାର ଆକାର ହବ କ'ଣ ନା ଆନୁଭୂମିକ। ତ ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଲା, ଏକକ ସ୍ଥିତିସ୍ଥାପକ ଚାହିଦାର ରେଖା କିପରି ହୋଇଥାଏ। ଏକକ ସ୍ଥିତିସ୍ଥାପକ ଚାହିଦାର ରେଖା ଆନୁଭୂମିକ ହୋଇଥାଏ, ଊର୍ଦ୍ଧ୍ୱଗାମୀ ହୋଇଥାଏ, ଉଲମ୍ବ ହୋଇଥାଏ ନା ଆୟତାକାର ଅତି ପରବଳୟ ହୋଇଥାଏ। କ'ଣ ହୋଇଥାଏ ନା ଆୟତାକାର ଅତି ପରବଳୟ ହୋଇଥାଏ। ନେକ୍ସଟ ଉତ୍ପାଦନ ପ୍ରକ୍ରିୟାରେ କେଉଁ ଦୁଇଟି ଚଳ ମଧ୍ୟରେ ସମ୍ପର୍କ ଦର୍ଶାଯାଇଥାଏ। ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦ କଞ୍ଚାମାଲ, ଉତ୍ପାଦ ଓ ପରିବ୍ୟୟ ଉପରୋକ୍ତ ସମସ୍ତ। କ'ଣ ହବ ନା ଉତ୍ପାଦ ଓ ଉତ୍ପାଦନ। ନେକ୍ସଟ କ୍ୱେଶ୍ଚିନ୍ ଦୀର୍ଘକାଳରେ ଉତ୍ପାଦନର ସାଧନ ଗୁଡ଼ିକ କ'ଣ। ଦୀର୍ଘକାଳରେ ସ୍ଥିର, ପରବର୍ତ୍ତୀ ଓ ପରେ ସ୍ଥିର ନା ଉପରୋକ୍ତ କୌଣସିଟି ନୁହେଁ। କ'ଣ ହବ ପିଲାମାନେ ନା ପରବର୍ତ୍ତୀ। କ'ଣ ହବ ନା ଦୀର୍ଘକାଳରେ ଉତ୍ପାଦନର ସାଧନ ଗୁଡ଼ିକ ସବୁବେଳେ ପରବର୍ତ୍ତୀ ହୋଇ ରହିଥାଏ। ନେକ୍ସଟ ଉତ୍ପାଦନ ଫଳନକୁ କେଉଁ ଭିତ୍ତିରେ ସ୍ୱଳ୍ପକାଳୀନ ଉତ୍ପାଦନ ଫଳନ ଓ ଦୀର୍ଘକାଳୀନ ଉତ୍ପାଦନ ଫଳନରେ ବିଭକ୍ତ କରାଯାଏ। ସମୟ, ଉତ୍ପାଦନ ସାଧନ, ପୁଞ୍ଜିର ପରିମାଣ, ଶ୍ରମ ପୁଞ୍ଜିର ପରିମାଣ। କ'ଣ ହବ ପିଲାମାନେ ନା ହବ ସମୟ। କ'ଣ ନା ସମୟ। ନେକ୍ସଟ କ୍ୱେଶ୍ଚିନ୍ ସ୍ଥିର ପରିବ୍ୟୟକୁ କେଉଁ ପରିବ୍ୟୟ ମଧ୍ୟ କୁହାଯାଏ। ସ୍ଥିର ପରିବ୍ୟୟକୁ କେଉଁ ପରିବ୍ୟୟ। ସ୍ୱତନ୍ତ୍ର ପରିବ୍ୟୟ, ଉପରି ପରିବ୍ୟୟ, ଅତିରିକ୍ତ ପରିବ୍ୟୟ, ଉଭୟ I ଓ I। କ'ଣ ହବ ପିଲାମାନେ ନା ଅତିରିକ୍ତ ପରିବ୍ୟୟ। ମନେ ରଖ ସ୍ଥିର ପରିବ୍ୟୟକୁ କ'ଣ କୁହାଯାଏ ନା ଅତିରିକ୍ତ ପରିବ୍ୟୟ। ନେକ୍ସଟ ଆୟ ଓ ନିଯୁକ୍ତିର ଯେଉଁ ସ୍ତରରେ ଉଭୟ ପରସ୍ପର ସହିତ ସମାନ ହୁଅନ୍ତି ତାହାକୁ କେଉଁ ସନ୍ତୁଳିତ ସ୍ତର ବୋଲି କୁହାଯାଏ। ଆୟ ନିୟୋଜନ, ସାମୂହିକ ଚାହିଦା, ସାମୂହିକ ଯୋଗାଣ, ଉପରୋକ୍ତ ସମସ୍ତ। କ'ଣ ହୋଇଥାଏ ନା ଆୟ ନିୟୋଜନ। ଆୟ ନିଯୁକ୍ତିର ଯେଉଁ ସ୍ତରରେ ଉଭୟ ପରସ୍ପର ସହିତ ସମାନ ହୁଅନ୍ତି ତାକୁ ଆୟ ନିୟୋଜନ ବୋଲି କୁହାଯାଏ। ନେକ୍ସଟ ଯେତେବେଳେ ସୀମାନ୍ତ ଆୟ ହାରାହାରି ଆୟ ଠାରୁ କମ ହୁଏ ସେତେବେଳେ ହାରାହାରି ଆୟ କେତେ ହୋଇଥାଏ। ସ୍ଥିର ରହେ, ହ୍ରାସ ପାଏ, ବୃଦ୍ଧି ପାଏ, କୌଣସିଟି ନୁହେଁ। କ'ଣ ହବ ନା ହ୍ରାସ ପାଏ। ପରବର୍ତ୍ତୀ କ୍ୱେଶ୍ଚିନ୍ ମୋଟ ଆୟ ଆକଳନ କରିବାର ସୂତ୍ର କ'ଣ। ବିକ୍ରିତ ଦ୍ରବ୍ୟର ପରିମାଣ ଗୁଣନ ଦ୍ରବ୍ୟର ଏକକ ପିଛା ଦର ନା ବିକ୍ରିତ ଦ୍ରବ୍ୟର ପରିମାଣ ହରଣ ଏକକ ପିଛା ଦର, ଦ୍ରବ୍ୟର ପରିମାଣ ଯୁକ୍ତ ଦର ନା ଦ୍ରବ୍ୟର ପରିମାଣ ମାଇନସ ଦର। କ'ଣ ହବ ନା ବିକ୍ରିତ ଦ୍ରବ୍ୟର ପରିମାଣ ହରଣ ଏକକ ପିଛା କ'ଣ ନା ଦର। ନେକ୍ସଟ ଦ୍ରବ୍ୟ ବିଭେଦୀକରଣ କେଉଁ ପ୍ରକାର ବଜାର ଏକ ପ୍ରମୁଖ ବୈଶିଷ୍ଟ୍ୟ। ପୂର୍ଣ୍ଣ ପ୍ରତିଯୋଗିତା ନା ଏକାଧିକାର, ଶୁଦ୍ଧ ପ୍ରତିଯୋଗିତା, ଏକାଧିକାର ମୂଳକ ପ୍ରତିଯୋଗିତା। କ'ଣ ହବ ନା ଏକାଧିକାର ମୂଳକ ପ୍ରତିଯୋଗିତା। ନେକ୍ସଟ କେଉଁ ପ୍ରକାର ବଜାରରେ ପ୍ରତିଷ୍ଠାନର ହାରାହାରି ଆୟ ଓ ପ୍ରତ୍ୟୟ ଆୟ ସମାନ। ଏକାଧିକାର, ଅଳ୍ପାଧିକାର, ପୂର୍ଣ୍ଣ ପ୍ରତିଯୋଗିତା, ଏକାଧିକାର ମୂଳକ ପ୍ରତିଯୋଗିତା। କ'ଣ ହବ ନା ପୂର୍ଣ୍ଣ ପ୍ରତିଯୋଗିତା। କ'ଣ ନା ପୂର୍ଣ୍ଣ ପ୍ରତିଯୋଗିତା। ନେକ୍ସଟ
केउ बजार व्यवस्था अल्प संख्यक क्रेता था केउ बजार व्यवस्था पूर्ण प्रतियोगिता एकाधिकार शुद्ध प्रतियोगिता अल्पाधिकार केउ बजार व्यवस्था अल्प संख्यक क्रेता था ना अल्पाधिकार बजार अल्प संख्यक क्रेता था। नेक्स्ट क्वेश्चन पिला माने देखिबा केउ समय मध्यरे जोगाड़ परिवर्तित होई पारे नाही केउ समय मध्यरे दीर्घकाल स्वल्पकाल बजार काल अतीब दीर्घ काल कौन हम पिला माने ना बजार काल कौन ना बजार काल। नेक्स्ट निम्नलिखित उपादान मध्यरु केउ समष्टि अर्थनीतिर विषय वस्तु नुहे हाराहारी मूल्य तत्व अर्थनैतिक अभिवृद्धि तत्व समष्टि अर्थनीतिक बंटन तत्व भोक्ता संतुलन कौन ना तत्व कौन हम पिला माने ना भोक्ता संतुलन तत्व हम। नेक्स्ट आय पद्धति जातीय आयर आकलन पाई निम्न उपादान मानक मध्यरु केउटी अंतर्भुक्त होई न थाए कर्मचारी मानक क्षतिपूरण ना कार्यकारी उद्वृत्ति आत्मनियुक्त मिश्रित आय ना अंतरण आय कौन हम ना आय पद्धति जातीय आयर आकलन पाई निम्न उपादान मानक मध्यरु अंतरण आय होई नथिबा। तापरे व्यक्तिगत आय पाउना निमंते जातीय आयरु निम्नलिखित केउटी बाद देबाकू पड़े निगम मानकर अबारित लाभ निगम लाभ कर सामाजिक सुरक्षा योजना देय उपरलिखित समस्त कौन हम ना उपरलिखित समस्त। नेक्स्ट क्वेश्चन संतुलन आय स्तर रे कौन संचय निवेश ठारू अधिक होइथाए निवेश संचय ठारू अधिक होइथाए संचय सह निवेश समान हुए उपरलिखित मध्यरु कोनोष्टि नुह कौन हम ना आंसर हे जो पिला माने संचय सह निवेश समान न थाए संचय सह कौन होइथाए ना निवेश को समान करा जाई न थाए। तापरे परवर्ती क्वेश्चन देखिबा परवर्ती क्वेश्चन को देछि पिला माने नेक्स्ट क्वेश्चन देखिबा को देछि निम्नोक्त केउटी प्रत्यक्ष कर नुहे केउटी प्रत्यक्ष कर नुहे केउटी संपत्ति कर ना आय कर ना वृत्ति कर ना प्रमोद कर केउटी प्रत्यक्ष कर नुहे ना प्रमोद कर होची प्रत्यक्ष कर नुहे। नेक्स्ट केउ जमा सर्वाधिक शुद्ध बहन करे चलती जमा संचय जमा मियादी जमा आवर्ती जमा केउ जमा ना मियादी जमा सर्वाधिक शुद्ध बहन करे। नेक्स्ट केउटी लोकवितर लक्षण नुहे गोपनीय असीम उन्मुक्त जन कल्याण पाई कौन हम ना असीम कौन ना असीम। परवर्ती क्वेश्चन निम्नलिखित मध्यरु केउटी वाणिज्यिक बैंक मानकर कार्य नुहे जमा ग्रहण ऋण प्रदान ऋण सृष्टि नोट प्रचलन कौन हम आईवी नोट प्रचलन। तमर 21टा तमर एमसीक्यू सहिला तापर हम आलोचना करबा कोन ने 2 मार्किया क्वेश्चन जे कोन से हम 7टा करबा देखिबा 10 टिके 11टा हम 7टा करबा। तो प्रथम क्वेश्चन को देछि चाहिदार स्थितिस्थापकतार संज्ञा प्रदान कर कोन चाहिदार स्थितिस्थापकतार संज्ञा पिला माने ना चाहिदा अन्य उपादान अपरिवर्तित रही द्रव्यर दर एक निर्दिष्ट हार रे परिवर्तन हेबा जगु चाहिदार परिमाण रे घटुथिबा परिवर्तनर मात्रा को बा चाहिदार घटुथिबा संकोचन बा प्रसारणर मात्रा को चाहिदार दर स्थितिस्थापकता कुहा जाय साधारणतः चाहिदार दर स्थितिस्थापकता कहले चाहिदार स्थितिस्थापकता को बुझाए। नेक्स्ट एकक स्थितिस्थापकता चाहिदा कोन ना जेतेबेले दर रे एक निर्दिष्ट परिवर्तन चाहिदा परिमाण समान आनुपातिक परिवर्तन आनी थाए ताहाकू एकक स्थितिस्थापकता बोली कुहा जाए। ए क्षेत्र रे चाहिदार घटुथिबा शतांश परिवर्तन दर रे घटुथिबा शतांश परिवर्तन सहित कोन ना समान होई थाए। नेक्स्ट हाराहारी उत्पादन कोन
ନା ହାରାହାରି ପରିବର୍ତ୍ତନୀୟ ଉପାଦାନର ଏକକ ପ୍ରତି ଉତ୍ପାଦନକୁ ହାରାହାରି ଉତ୍ପାଦନ କୁହାଯାଏ। ମୋଟ ଉତ୍ପନ୍ନକୁ ଉତ୍ପାଦନର ପରିବର୍ତ୍ତନୀୟ ଉପାଦାନ ଦ୍ୱାରା ବିଭାଜନ କଲେ ଯେଉଁ ଉତ୍ପନ୍ନ ମିଳେ ତାହାକୁ ହାରାହାରି ଉତ୍ପାଦନ କୁହାଯାଏ। ଯେତେବେଳେ ହାରାହାରି ଉତ୍ପାଦନ କଣ ହୋଇଥାଏ ନା ସର୍ବାଧିକ, ସେତେବେଳେ ସୀମାନ୍ତ ଉତ୍ପାଦନ ଶୂନ୍ୟ ହୋଇଥାଏ। ନେକ୍ସଟ, ମୁଦ୍ରାଗତ ପରିବ୍ୟୟ କଣ? ନା ମୋଟ ଉତ୍ପାଦନ ଖର୍ଚ୍ଚକୁ ମୁଦ୍ରା ଆକାରରେ ପରିମାଣ କରାଗଲେ ତାହାକୁ ମୁଦ୍ରାଗତ ପରିବ୍ୟୟ କୁହାଯାଏ। ଏକ ନିର୍ଦ୍ଦିଷ୍ଟ ପରିମାଣର ଦ୍ରବ୍ୟ ଉତ୍ପାଦନ ନିମନ୍ତେ ଉଦ୍ୟୋକ୍ତ ଯେଉଁ ଖର୍ଚ୍ଚ ମୁଦ୍ରା ଆକାରରେ କରିଥାନ୍ତି ତାହାକୁ ମୁଦ୍ରାଗତ ପରିବ୍ୟୟ କୁହାଯାଏ। ତେଣୁ ଉତ୍ପାଦନର ସମସ୍ତ ପରିବ୍ୟୟ ମୌଦ୍ରିକ ପରିବ୍ୟୟ ଅଟେ। ନେକ୍ସଟ କ୍ୱେଶ୍ଚିନ୍, ବ୍ୟକ୍ତିଗତ ଆୟ କଣ? ବ୍ୟକ୍ତିଗତ ଆୟ ନା ହସ୍ତାନ୍ତରଣ ପ୍ରାପ୍ୟ ଏବଂ ଆତ୍ମନିଯୁକ୍ତି ବ୍ୟକ୍ତିଙ୍କ ମିଶ୍ରିତ ଆୟ ସମେତ ଦେଶର ବ୍ୟକ୍ତିବିଶେଷ ଓ ପରିବାର ବର୍ଗକୁ ସମସ୍ତ ସୂତ୍ରର ମିଳୁଥିବା ଆୟକୁ ବ୍ୟକ୍ତିଗତ ଆୟ କୁହାଯାଏ। ଘରୋଇ ଆୟର ବଣ୍ଟନ ହୋଇନଥିବା ଲାଭାଂଶ ଉଦ୍ୟୋଗୀମାନେ ଦେଉଥିବା ନିଗମ କରକୁ ବାଦ ଦେଇ ବ୍ୟକ୍ତିଗତ ଆୟ ନିର୍ଦ୍ଧାରଣ କରାଯାଇଥାଏ। ପରବର୍ତ୍ତୀ କ୍ୱେଶ୍ଚିନ୍, ସ୍ୱଳ୍ପକାଳ କହିଲେ କଣ ବୁଝ? ନା ସ୍ୱଳ୍ପକାଳ ବଜାର କାଳ ଠାରୁ ଦୀର୍ଘ। ସ୍ୱଳ୍ପକାଳ ବଜାର କାଳ ଠାରୁ ଦୀର୍ଘ। ଏହା କେତେ ମାସ ହୋଇପାରେ? ଏହି ସମୟରେ ଯୋଗାଣର କିଛି ମାତ୍ରାରେ ପରିବର୍ତ୍ତନ ଅଣାଯାଇପାରେ। ଏହି କାଳରେ ଯୋଗାଣ ଅପେକ୍ଷା ଚାହିଦାର ଦର ନିର୍ଦ୍ଧାରଣରେ ଅଧିକ ଭୂମିକା ଗ୍ରହଣ କରେ। ନେକ୍ସଟ କ୍ୱେଶ୍ଚିନ୍, ଦରସ୍ଫୀତି ବେକାର ଅବସ୍ଥା କଣ? ନା ବେକାରୀ ବୃଦ୍ଧି ସହିତ ଦରସ୍ଫୀତି ହେଲେ ସେହି ଅବସ୍ଥାକୁ ଦରସ୍ଫୀତି ବେକାରୀ ବ୍ୟବସ୍ଥା କୁହାଯାଏ। ଚାହିଦା ବୃଦ୍ଧି ସହିତ ଅର୍ଥ ବ୍ୟବସ୍ଥାରେ ଥିବା ଅନିୟମିତତା ଉପାଦାନ ଗୁଡ଼ିକ ଯୋଗାଣ ବୃଦ୍ଧି କରାଇ ଦିଅନ୍ତି ନାହିଁ, ଫଳରେ ବେକାରୀ ସହ ଦରସ୍ଫୀତି ଦେଖାଯାଏ। ନେକ୍ସଟ, ହାରାହାରି ମୂଲ୍ୟ ତତ୍ତ୍ୱ କଣ? ନା ଏହା ବ୍ୟଷ୍ଟି ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏହା ଅର୍ଥବ୍ୟବସ୍ଥାରେ ହାରାହାରି ଦର ସ୍ତର କିପରି ନିର୍ଣ୍ଣୟ ହୁଏ ବ୍ୟାଖ୍ୟା କରିବା ସଙ୍ଗେ ସଙ୍ଗେ ଅର୍ଥବ୍ୟବସ୍ଥାରେ ସ୍ଥିତି ଓ ଅବସ୍ଥିତି ସୃଷ୍ଟି ହେବାର କାରଣ ବିଶ୍ଳେଷଣ କରିଥାଏ। ନେକ୍ସଟ କ୍ୱେଶ୍ଚିନ୍, ଅଳ୍ପାଧିକାର କଣ? ଅଳ୍ପାଧିକାର ନା ଯେଉଁ ବଜାରରେ ଏକାଧିକାର ବଜାର କିଛି ଲକ୍ଷଣ ଓ ଏକାଧିକାର ମୂଳକ ପ୍ରତିଯୋଗିତା ବଜାର କିଛି ଲକ୍ଷଣ ଦେଖାଯାଏ ତାକୁ ଅଳ୍ପାଧିକାର କୁହାଯାଏ। ଏହି ବଜାରରେ ଅଳ୍ପ କେତେଜଣ ବୃହତ୍ ପ୍ରତିଷ୍ଠାନ ବା ବିକ୍ରେତା ପରସ୍ପର ସହିତ ପ୍ରତିଦ୍ୱନ୍ଦ୍ୱିତା କରି ଏକ ଦ୍ରବ୍ୟ ଉତ୍ପାଦନ ଓ ବିକ୍ରୟ କରନ୍ତି। ଯେହେତୁ ଜଣେ ବିକ୍ରେତା ବା ଉତ୍ପାଦନକାରୀ ଦ୍ରବ୍ୟର ଏକ ବୃହତ୍ ଅଂଶ ଉତ୍ପାଦନ ଓ ବିକ୍ରୟ କରନ୍ତି, ସେ ଦର ଓ ଉତ୍ପାଦ ପରିମାଣକୁ ଯଥେଷ୍ଟ ପ୍ରଭାବିତ କରିପାରନ୍ତି। ନେକ୍ସଟ କ୍ୱେଶ୍ଚିନ୍, ନିଟ୍ ରପ୍ତାନି କହିଲେ କଣ ବୁଝ? ନିଟ୍ ରପ୍ତାନି କହିଲେ କଣ ବୁଝିବା? ନା ନିଟ୍ ରପ୍ତାନି କହିଲେ ରପ୍ତାନି ଓ ଆମଦାନିର ପାର୍ଥକ୍ୟକୁ ବୁଝାଇଥାଏ। ଏହା ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅର୍ଥବ୍ୟବସ୍ଥା ଉତ୍ପାଦନ କରୁଥିବା ଦ୍ରବ୍ୟ ଓ ସେବା ପାଇଁ ନିଟ୍ ବୈଦେଶିକ ଚାହିଦାକୁ ବୁଝାଇଥାଏ। ପରବର୍ତ୍ତୀ କ୍ୱେଶ୍ଚିନ୍, ହସ୍ତାନ୍ତରଣ ଦେୟ କଣ? ଉତ୍ପାଦନ ପ୍ରକ୍ରିୟାକୁ କିଛି ଅବଦାନ ନଥାଇ ପରିବାର ଉଦ୍ୟୋଗ ଏବଂ ଲାଭର ପ୍ରତ୍ୟାଶା ନ ହୋଇଥିବା ଅନୁଷ୍ଠାନମାନଙ୍କୁ ସରକାରଙ୍କଠାରୁ ଓ ଅନ୍ୟାନ୍ୟ ସୂତ୍ରରୁ ଯେଉଁ ପ୍ରାପ୍ୟ ମିଳେ ତାହାକୁ ହସ୍ତାନ୍ତରଣ ଦେୟ କୁହାଯାଏ। ବେକାରୀ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ପେନସନ ଆଦି ହସ୍ତାନ୍ତରଣ ଦେୟର ଉଦାହରଣ। ନେକ୍ସଟ, ମୁକ୍ତ ଅର୍ଥବ୍ୟବସ୍ଥା କଣ? ନା ମୁକ୍ତ ଅର୍ଥବ୍ୟବସ୍ଥାରେ ବିଶ୍ୱର ଅନ୍ୟାନ୍ୟ ଅର୍ଥବ୍ୟବସ୍ଥା ସହିତ ଅର୍ଥନୈତିକ ସମ୍ପର୍କ ରହିଥାଏ। ମୁକ୍ତ ଅର୍ଥବ୍ୟବସ୍ଥାର ଅନ୍ୟ ଦେଶ ସହିତ କ୍ରୟ ବିକ୍ରୟ, ଋଣ ଆଦାନ ପ୍ରଦାନ କରାଯାଉଥିବାରୁ ମୋଟ ଜାତୀୟ ଆୟ ମୋଟ ଦେଶୀୟ ଆୟ ଠାରୁ ଭିନ୍ନ ହୋଇଥାଏ। ତାପରେ ଆସିଲା 21 ମାର୍କ କ୍ୱେଶ୍ଚିନ୍, 3 ମାର୍କିଆ କ୍ୱେଶ୍ଚିନ୍ 7ଟା କରିବ। ଚାହିଦାର ସ୍ଥିତିସ୍ଥାପକତା କିପରି ହିସାବ କରାଯାଇପାରିବ? ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକତା ଚାହିଦା ଓ ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା କଣ? ତାପରେ ମୁଦ୍ରାଗତ ପରିବ୍ୟୟ ଓ ସ୍ଥିର ଉପାଦାନ କଣ? ତାପରେ ମୁଦ୍ରାଗତ ପରିବ୍ୟୟ ଓ ବାସ୍ତବ ପରିବ୍ୟୟ କଣ? ତାପରେ ମୋଟ ଆୟ ଓ ହାରାହାରି ଆୟ କଣ? ତାପରେ ପିଲାମାନେ କହିଦେଲା ବଜାରର ଅର୍ଥ କଣ? ପରବର୍ତ୍ତୀ କ୍ୱେଶ୍ଚିନ୍, ଏକାଧିକାର ଅଳ୍ପାଧିକାର କଣ ବଜାର? ତାପରେ ବାଣିଜ୍ୟ ଚକ୍ର ଓ ବ୍ୟବସାୟୀ ତରଙ୍ଗ କହିଲେ କଣ ବୁଝିବା? ନେକ୍ସଟ, ବ୍ୟଷ୍ଟି ଅର୍ଥନୀତି ଅର୍ଥବ୍ୟବସ୍ଥାରେ ଆଂଶିକ ସନ୍ତୁଳନ ନିର୍ଦ୍ଧାରଣ କରେ କିନ୍ତୁ ସମଷ୍ଟି ଅର୍ଥନୀତି ସାମଗ୍ରିକ ସନ୍ତୁଳନ ଆଣିଥାଏ କିପରି? ନେକ୍ସଟ, ମୋଟ ଜାତୀୟ ଉତ୍ପାଦ GNP କଣ? ପରବର୍ତ୍ତୀ କ୍ୱେଶ୍ଚିନ୍, ପରିମାଣାତ୍ମକ ଗୁଣାତ୍ମକ ଋଣ ନିୟନ୍ତ୍ରଣ କଣ?
तापरे राष्ट्रभित्त व्यक्तिगत भित्त कहले कौन बुझ। तो ये थिला कौन ना तुम मानकर कौन ना 3 मार्किया क्वेश्चन। तापरे देखिबा कोन देछि 8 मार्किया क्वेश्चन 3टी करिवो। परिवर्तनीय अनुपात सूत्रटी को व्याख्या करिवो ता संज्ञा देकी। तापरे उत्पादन परिव्यय कहले कौन बुझ। स्वल्पकालीन मोट परिव्ययर उपादान गुड़िक कौन ता वर्णना करी मोट परिव्यय किपरि निर्धारण करा जाए रेखाचित्र साहाय्य बुझाओ। नेक्स्ट स्वल्पकालीन मोट हाराहारी वक्ररेखा कहीं यू आकृतिर कारण दर्शाओ। तापरे एकाधिकार बजार कौन यार वैशिष्ट्य गुड़िक लेख। मोट देशीय घरोई उत्पाद और मोट जातीय उत्पाद व्याख्या कर। उपादान परिव्यय आकार रे बजार दाम रे मोट देशीय उत्पाद एवं उपादान परिव्यय बजार दाम आकार रे मोट जातीय उत्पाद मध्य पार्थक्य कौन। तापरे बजेट हेउची अर्थनैतिक प्रगति रे एक अस्त्र आलोचना कर। तो पिला माने बहुत गुरुत्वपूर्ण क्वेश्चन इकोनॉमिक्स रा तमनकर सहिला बुझेला। मैराथन क्लास आलोचना पिला माने तो बहुत गुरुत्वपूर्ण समस्त देखिबो। बीएसटी मैराथन होची बहुत गुरुत्वपूर्ण बुझेला। तो तादरे 80 मार्क रो फुल आछी बोर्ड एग्जाम टाइप रो क्वेश्चन आंसर पड़े आछी। आ भितर भी किछि क्वेश्चन बोर्ड एग्जाम को आसीबो बुझेला। तो वीडियो टे भला लाइक शेयर सब्सक्राइब कर दियो पिला माने। रहउची धन्यवाद। जय जगन्नाथ।